କେତେ ତେଲ ପକେଇଛୁ? ତେଲ ଏଇ ତେଲଟାର ରୋଷେଇ ହେଇଯିବ ସବୁ। ଟିକେ 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 ତେଲ ପକେଇକି ମାଛ ସାର୍ ଆସିଲେଣି। ହବନି ନା ନେଇଯାଇଛନ୍ତି। ଏବେ ଗୋଟେ ଜିନିଷ ପକେଇମି ଦେଖିବ ଏଇଠି ଟିକେ ଛିଡା ହବ। କେ ଜିନିଷ? ଏରକ ଫୁଟିବ ଦୌଡିବ ଏକାଥରେ ଗିରିଗିରି ମାରିକି। ଏରକ ଗୋଟେ ଜିନିଷ ପକେଇମି ଏବେ। ଜୟ ଜଗନ୍ନାଥ ସାଙ୍ଗମାନେ, ଆପଣମାନେ ଯେମିତିକି ଜାଣିଛନ୍ତି ମୁଁ ଗୋଟେ ଛୋଟ ମକା ଦୋକାନୀଟିଏ। ସାଙ୍ଗମାନେ ଆପଣମାନେ ତ ବହୁତ ସାରା ଆଜ୍ଞା ଭଲ ପାଇବା ଦେଲେ। ତ ଆଜି ହଉଛି ସାଙ୍ଗମାନେ ହଉଛି ବୁଧବାର। ତ ଯେମିତିକା ଜାଣିଛନ୍ତି ଗୋଟେ ସପ୍ତାହ ହେଇଗଲା ହଉଛି ବର୍ଷା ହଉଛି। ଦୋକାନ ପାଖରେ ବି ଆଜ୍ଞା ବହୁତ କିଛି ଅସୁବିଧା ହଉଛି, ଘରେ ବି ବହୁତ କିଛି ଅସୁବିଧା ହଉଛି। ତ ସେଇ ଲାଗି ଆଜି ଯେହେତୁ ବୁଧବାର ଅଛି, ଗୀତା ଆମର ସକାଳୁ ସକାଳୁ ଯାଇକି ଗୋଟେ ବଡ ମାଛଟେ ଗୋଟେ ଆଣିଛି। କି ମାଛ ଆଣିଛି ମୁଁ ଜାଣି ନାହିଁ। ବର୍ତ୍ତମାନ ଯିବା ତା ପାଖକୁ, କି ମାଛ ଆଣିଛି କଣ ଆଣିଛି, ଆଉ ସିଏ ଆଜି କିନ୍ତୁ ସେଇ ମାଛଟି ଆଜି ପ୍ରଥମ ଥର ସେ ରୋଷେଇ କରିବ। ସେ କେମିତି ରୋଷେଇ କରୁଛି କଣ ନାହିଁ ମୁଁ ଆଜି ଏଇ ଭିଡିଓରେ ଆପଣମାନଙ୍କୁ ମୁଁ ଦେଖେଇବି। ତ କେହି ବି ଆଜ୍ଞା ଭିଡିଓ ସ୍କିପ୍ କରିବେ ନାହିଁ। ତ ସମସ୍ତେ ଆଜ୍ଞା ଲାଇକ୍ ସେୟାର ସବସ୍କ୍ରାଇବ ଟେ କରିଦେବେ। ବହୁତ ସୁନ୍ଦର ଭିଡିଓଟି ଆସୁଛି। ଗୀତା କେଡା ଖସିଗଲା। ଏଇ ତାର ଖସିଯିବ କିନ୍ତୁ ମୁଁ ଦେମି। ଦିଅ ଭଲସେ ଆଉ କେଡା ମୁଣ୍ଡର ତ ମୁଣ୍ଡ ଦେଇକି କାନରେ ଟିକେ ଭଲସେ ନା କର। ମୁଁ ଏଇଠି ହାତ ଖାଉଥାଉ ତମେ କରିପାରିବନି। ଆଉ ତ କେଡା ଖସିଛି ମତେ କହିନେ ସିନା। କି ମାଛ କୁହ ନା ଏଟା? ଏଟା ପୁଣା ପୁଣା। ନା ଆଉ କାଟି ଦେଖିଏ କୁହ। କାଟି ଦେଖି କହିପାରୁନ ମୁଁ ତ ଜାଣିନାହିଁ ମାଛ ଚିହ୍ନା। ତମେ କିସ କରିବ ତମେ? ମୁଁ କେବଳ ଖାଇ ଶିଖିଛି, ତମେ ଭାଜିକି ଦବ ମୁଁ ଖାଇକି ଦେବି। ମୁଁ ସିନା ଜାଣିନାହିଁ ଗୀତା, କିନ୍ତୁ ମୋ ସାଙ୍ଗମାନେ ସମସ୍ତେ ଜାଣିଛନ୍ତି। ଭଉଣୀ ମାନେ ଭାଇ ମାନେ କହିଦେବେ ତମେ କହିପାରିବନି। ଛାଡ ତମେ କହିପାରିବନି। ଆଉ ମୋ ଭାଇ ଭଉଣୀ ଏଇ ବଡ ବଡ କାଠି ଦେଖ। କହିପାରିବନି ଆମେ କି ଇଲିଶି ମାଛ? ଇଲିଶି ଇଲିଶି ଏ ନା ଇଲିଶି ଆମେ ଖାଇପାରିବାନି ଆମର ସେଠି କାହିଁ ଇଲିଶି ଆମର କିଛି ଖାଇପାରିବନି ଆମେ କିଷ? ଇଲିଶି କେତେ ରେଟ୍ ଜାଣିଛ? କେତେ କି? ବହୁତ ମୁଁ ପଚାରିନି। ଫିର ବି ମୁଁ ପଚାରି ନାହିଁ ବହୁତ ଥିବ ଏତେ ରେଟ୍ ନା। 200 ଟଙ୍କା 300 ଟଙ୍କା। 1500 2000 ଆଡେ ଥିବ। 1500 2000 ଟଙ୍କା ଇଲିଶି ରେଟ୍। ମାଛ ରେଟ୍ 1500 2000। ଏଇଟା କଦାପି ମୁଁ କାହିଁ ବିଶ୍ୱାସ କରୁନାହିଁ। ଆମର ଆଜି କେତେ କିଲୋ ମାଛ ଆଣିଥିଲେ? ଏଟା କେତେ କିଲୋ ମୁଁ ଜାଣିନାହିଁ। ଆଉ ମୁଁ ପଇସା ଦେଇଥିଲି ମାମୁଁଙ୍କୁ। କେତେ ନେଇଥିଲେ? ମାମୁଁଙ୍କୁ କହିଥିଲି ଯେ ମାମୁଁ କହିଥିଲି ଯେ ମାମୁଁ ମାଛ ନେଇ ଆସିବ। କେତେ ପଇସା ବି ମୁଁ ପଚାରିନି। ଚାରିଟା ବେଳେ ଗଲେ ପଚାରିବି। ସମସ୍ତେ କହୁଛନ୍ତି ତମର ସବୁବେଳେ ମାଛ ହଉଛୁ କାହିଁ ଚିକେନ ତ କେବଳ ହଉନାହିଁ। ଆମର ଟିକେ ମାଛ ଖାଇତେ ଭାଇ ଭଲ ପାଆନ୍ତି। ତୋର କଣ ଚିକେନ ଖାଇତେ ଇଚ୍ଛା? ମତେ ବି ଚିକେନ ଏତେ ଖାଇତେ ଇଚ୍ଛା ନାହିଁ। ପକୋଡା ଖାଇତେ ଇଚ୍ଛା ହୁଏ। ଚିକେନ ମାନେ ଭଲ ଲାଗେନି। ଏତେ ଖାଇତେ ଇଚ୍ଛା ନାହିଁ। ମାଛ ଟିକେ ଆମ ଘର ଟିକେ ମାଛ ପ୍ରିୟ। ମୁଁ ଯେମିତିଆ ମା ସେମିତି ବି ମାଛ। ତୋର? ଆମେ ଚିକେନ ଯାହା ଖାଇବା କିନ୍ତୁ ତମ ଦେଇକି ଚିକେନ ଆସୁନାହିଁ। ମୋ ଦେଇ ବହୁତ ଭାଇ ଭଉଣୀ ମାନେ ଗୀତା ଦୋକାନ ପାଖରେ ବି ମୁଁ ସମସ୍ତଙ୍କୁ କୁହେ ତମେ ଯେ ତେଲ ମସଲା ତ ଖାଉନି ଚିକେନ ଟିକେ ତେଲ ଭାସିନେ ତମେ ଖାଇବନି ସେଇପାଇଁ ଚିକେନ ହଉନି। ତେଲ ମସଲା ତ ତେଲ ମସଲା। ତାପରେ ଆଉ ଗୋଟେ ଗୀତା ଗୋଟେ ମନେ ଅଛି ନା ଏଇ ଆମେ 100 ଟଙ୍କାର ଚିକେନ ଯଦି ଆଣିବା ଆମେ ଦିପହରେ ଖାଇକି ପୁଣି ରାତିକା ପାଇଁ ରୁହେ 100 ଟଙ୍କାରେ ଚିକେନ। ଆମର ଏତେ ଆଇଁଷ ପ୍ରିୟ ନୁହେଁ। ଟିକେ ମାଛ ହେଲେ ଟିକେ ପସନ୍ଦ। ନହେଲେ ମୁଁ ତ ଧୀରେ ଧୀରେ ଆଇଁଷ ବି ଛାଡିଦେବି। ଗୀତା ପାଇଁ ମୁଁ ଟିକେ ଟିକେ ଯାଉ ଖାଉଛି। ମୋ ପାଇଁ ଖାଉଛ ଯାହାର ଇଚ୍ଛା ଥିବ ସେ ଛାଡିଦବ। ମୁଁ ତ ଛାଡିଦେବି ବହୁତ ଜଲ୍ଦି ଟୋଟାଲି ଛାଡିଦେବି। ଚିକେନ ତ ମୁଁ ଟୋଟାଲି ଆଉ ଖାଉ ନାହିଁ। ନା ଖାଉଛି ଏବେ ଚିକେନ ମୁଁ। ନା ମାନେ ଖାଉଛନ୍ତି ଅଳପ। ଖରା ମାନେ ଆଜି ପ୍ରବଳ ଖରା। ଗୀତା ହିଁ ବର୍ତ୍ତମାନ ମାଛ ଭାଜୁଛି। ଏବେ ତ ଏଇ ମାଛ ଆସିଲା କେଣିକି ଭାଜୁଛି। ଏବେ ଆଇଲା। ଚୁଲିଟା ଲଗେଇମି ମସଲା ଟା ବାଟିମି ଆଳୁ ଟା କାଟିମି ଦେଇକି ରେଡି କରିକି ଆଣିବି। ଆଜି ଏତେ ଗୁଡା ମାଛ ଥିଲା ଆଉ ଏତିକି ମାଛ କାହିଁକି? ଏତେ ଗୁଡା ମାଛ ମାନେ ରଖି ଅଧ ରାତିରେ ରାନ୍ଧିମି ଏବେ ଯେତିକି ଖାଇବା ଏବେ ରାନ୍ଧିମି। ହୁଁ। ହଁ। ନା ପରେ ଖାଇବୁ ଲୁଚେଇକି ତୁ। ହଁ। ଏଇ ଆଉ ଗୋଟେ କଥା ହେଲା ଗୀତା କିନ୍ତୁ ଏଇଟା ତୋର କିନ୍ତୁ ପ୍ରଥମ ଥର ମାଛ ଭଜା ନା? ମାନେ ମାଛ ଭଜା ମାନେ ରୋହି ମାଛ ଟା ଭଜା। ଆଁ ହଁ। ଯାହା ହଉ ବହୁତ ଖୁସି ଆହୁରି ଲାଗିଲା ଗୀତା ଆମର ଜାଳ କିନ୍ତୁ ସବୁ ରଖିଦେଇଥିଲୁ। ବହୁତ ଲୋକ ଗୀତା ହଇରାଣ ହଉଛନ୍ତି। ମୋର ବି ଆଉ କିଛି ଦିନ ପରେ ହଉଛି ଦୋକାନ ବନ୍ଦ ହେଇଯିବ। କେତେ ତେଲ ପକେଇଛୁ? ତେଲ ଏଇ ତେଲଟାର ରୋଷେଇ ହେଇଯିବ ସବୁ।
ଟିକେ 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 ତେଲ ପକେଇକି ମାଛ ସାର୍ ଆସିଲେଣି ହେବନି ନା ନେଇଯାଇଛନ୍ତି। ପଡିବ। ତମେ ଏଇ ଠିଆ ହେଇଯାଇଛ ପଡିଯିବ ନା ହଁ ତୁ ଯେମିତିକା ଫୁଟୁଛୁ ପଡିବନି କଣ ହେଇଛି। ତାହେଲେ ମୁଁ ଭାବୁଛି ଏବେ ଗୋଟେ ଜିନିଷ ପକେଇମି ଦେଖିବ ଏଇଟା ଟିକେ ଛିଡା ହବ କେ ଜିନିଷ ଏରକ ଫୁଟିବ ଦୌଡିବ ଏକାଥରେ ଗିରି ଗିରି ମାରିକି। ଏରକ ଗୋଟେ ଜିନିଷ ପକେଇମି ଏବେ ଭାବୁଥିଲି ବୋମା ଫେମା ଆଉ ଟାଇମ ବମ୍ ଟାଇମ ବମ୍ ଟାଇମ ବମ୍। ହେଇ ତ ଏଇ ଯେ ଯେତେବେଳେ ଝିଅ ଥିଲୁ ତମ ଘର ଭାଜୁଥିଲ ଏମିତିଆ ନା ଭାଜୁ ନଥିଲ? ସବୁ ଝିଅ ମାନେ ଭାଜନ୍ତି ହାଁ ଝିଅ ଜନ୍ମ ହିଁ ଭାଜିବ। ଭାଜିବ। ତମେ କିନ୍ତୁ କେବେ ବି ଭାଜିନ ଲାଇଫ ର? ନା ମୁଁ ଭାଜେ। ମାନେ ଆଜିକାଲି ମୋ ଭାଇ ଭଉଣୀ ମାନେ ଜାଣିଛନ୍ତି ଆଉ ମତେ ବେଶୀ ଆଉ କେହି ଭଲ ପାଉନାହାନ୍ତି। ସମସ୍ତେ ଆମ ଗୀତାକୁ ଭଲ କେତେ ପାଉଛନ୍ତି। ତମକୁ ଭଲ ପାଇବା ଦେବେ ତମକୁ କେତେ ଭଲ ପାଇବା ଦେଲେ ଆଉ କେତେ ଦେବେ। ମତେ ଭୁଲି ଗଲେଣି ଯେବେଠୁ ଗୀତା ଆସିଲାଣି ଭିଡିଓର ସେବେଠୁ ହଉଛି ମତେ ଟୋଟାଲି ଭୁଲି ଗଲାଣି। ଗୀତାକୁ ବହୁତ ସାରା ଭଲ ପାଇବା ଆଉ ବହୁତ ସାରା ଏଇ ମୁଁ ତ କହିତେ ଗୀତାକୁ ଭୁଲି ଯାଇଛି। କାଲି ରାତିରେ ଆସିକି କହୁଥିଲି ଗୀତାକୁ ଜଣେ ହଉଛି ଗୀତାକୁ ଏତେ ସାରା ଭଲ ପାଇବା ମିଳୁଛି କାଲି ଜାଣିଛନ୍ତି ଗୀତାକୁ ଗୋଟେ ମିଠା ପ୍ୟାକେଟ ଜଣେ ତାଙ୍କ ଭଉଣୀ ଦେଇଥିଲେ। ସେଇ ମିଠାଟା ହିଁ ମୋର ଫେବରେଟ ମିଠା। ଏ କି ମିଠା ଥିଲା କହନି? କାଲାଜାମ। ତୋର କି କାଲାଜାମ ଫେବରାଇଟ ମିଠା ନା? କାଲାଜାମ ମତେ ଭଲ ଲାଗେ ବହୁତ ବଢିଆ ଲାଗେ। ଯେ ଭଉଣୀ ଦେଇଥିଲା ଜାଣିଛୁ ସିଏ ସବୁବେଳେ ତୋ ଭିଡିଓ ଦେଖନ୍ତି ତୋ ଭିଡିଓରେ ବି ବହୁତ ସାରା କମେଣ୍ଟ ବି ଦିଅନ୍ତି। ସେ ତ ଆହୁରି ବହୁତ ସାରା ଆଉ ବହୁତ ସିଏ ବି କହିଛନ୍ତି ବହୁତ ଜଲଦି ବି ଆମେ ଯିବା ଭାଉଜଙ୍କୁ ଦେଖା କରତେ। ଭଉଣୀ ସତରେ କି ବହୁତ ବହୁତ ଧନ୍ୟବାଦ। ଧନ୍ୟବାଦ କିଛି ପାଇଁ କି ମିଠା ଦେଲେ ବୋଲି ନା। ମିଠା ଲାଞ୍ଚ କଥା ନୁହେଁ ମାନେ ଦେଇଛନ୍ତି ମୋ ଭଉଣୀଟା ଏତେ ଖୁସିର ମତେ ମୁଁ ତ ରାତିରେ 12ଟା ବେଳେ ନେଇକି ଆସିଲେ ମୁଁ ଖାଇଦେବି ଗୋଟେ। ରାତିରେ ଇଏ ଚାହିଁଥାଏ ମୁଁ ଯେତେ ଶୀଘ୍ର ମୁଁ କହିଛି ଯେ ଗୀତା ତତେ ବହୁତ ସାରା ଜଣେ ଦିଦି ଆମକୁ ଭଲ ପାଆନ୍ତି ତତେ ଦେଇଛନ୍ତି ମିଠା ଅଛି ନା ମୁଁ ଆଣୁଛି ମିଠା। ଆଁ କାଲି ରାତିରେ ଉଠିକି ପୁରା ଖାଇ ଦେଇଛି। ମା କୁ ଦେଇଥିଲା। ବିଲେଇ ଖାଇଯିବ ବୋଲି ଉପରେ ରଖିଦେଇଥିଲି। ଖାଇକି ଆଉ ଏତିକି ଅଛି। ସମସ୍ତେ ଗୋଟେ ଖାଇଛନ୍ତି ମାକୁ ମୁଁ ବି ଦେଇଥିଲି। ଖାଇଥିଲି। ଖାଇଦେ ଏଇଟା ତାଙ୍କ ଖୁସିର। ନେ ତମେ ଗୋଟେ ନେ। ମୁଁ ଖାଇବିନି ଖାଇଛି ମାନେ ସମସ୍ତେ ଖାଇ ଦେଇଥିଲେ ଆଉ ଗୋଟେ ଦିଟା ଥିଲା ମୋର ଏବେ ହିଁ ମନେ ପଡିଲା। ସକାଳୁ ଖାଇନଥିଲି। ଆଉ କାଲି ରାତିରେ ମାନେ ଆଜି କେତେ ବଢିଆ ଦର ଜୀବନରେ ଦେଖ ଗୀତାରେ ବି ଜୀବନ ଧୀରେ ଧୀରେ ଖୁସି ଆସି ସାରିଲାଣି। ଲୋକ ବହୁତ କହୁଥିଲେ ତତେ ନା ତୁ ଆକୁ ବାହା ହେଇକି ତୋ ଜୀବନ ବର୍ବାଦ ସତ ନା ମିଛ? ମିଛ। ଆଁ ତତେ କେହି କହିନଥିଲେ ମତେ ବାହା ହେଇକି